ଆଜି ରାତିରେ ଗୋଟିଏ ଲବଙ୍ଗ ଏହି ଜାଗାରେ ରଖିଦିଅ। ଗ୍ୟାରେଣ୍ଟି ଦେଉଛି 5 ମିନିଟ୍ରେ ସେ ମହିଳା ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବାକୁ ଦେବ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ମହିଳା ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଲବଙ୍ଗର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଇନି। ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, କେବଳ 5 ମିନିଟ୍ରେ, ହଁ ଦର୍ଶକ ବନ୍ଧୁ, କେବଳ 5 ମିନିଟ୍ରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ଭାଉଜ ଖାଲି ଆପଣଙ୍କ କଥା ଭାବିବ, ଆପଣଙ୍କ ପାଖକୁ ଆସିବା ପାଇଁ ଛଟଫଟ ହେବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କ ସହିତ ସମ୍ପର୍କ ରଖିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଆପଣଙ୍କ ସହିତ କଥା ହେଉନି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ସେହି ଝିଅକୁ ଫେରି ପାଇବାକୁ ଚାହୁଁଛନ୍ତି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ଏହି ଜାଗାରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଆପଣଙ୍କ ପ୍ରେମିକା ବା ପ୍ରେମିକ ଯେତେ ଦୂରରେ ଥିଲେ ମଧ୍ୟ ଖାଲି ଆପଣଙ୍କ କଥା ଭାବିବ। ନିଜେ ଆସି ଆପଣଙ୍କ ପାଦ ତଳେ ପଡ଼ିବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ଦୁନିଆର ସବୁଠାରୁ ସହଜ କିନ୍ତୁ ମହାଶକ୍ତିଶାଳୀ ବଶୀକରଣ। ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି, କିମ୍ବା କୌଣସି ପ୍ରକାର ତନ୍ତ୍ରମନ୍ତ୍ର କରିବାକୁ ପଡ଼ିବନି, କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ନିଜ ଘରେ ବସି ବସି ବିନା କୌଣସି ପଇସା ଖର୍ଚ୍ଚ କରି, ବିନା କୌଣସି ମନ୍ତ୍ରତନ୍ତ୍ର କରି ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଠାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ହଁ ଦର୍ଶକ ବନ୍ଧୁ, କେବଳ ଗୋଟିଏ ଲବଙ୍ଗ ସାହାଯ୍ୟରେ, ଗୋଟିଏ ଲବଙ୍ଗର ସାହାଯ୍ୟରେ ଆପଣ ନିଜ ପସନ୍ଦର ଝିଅକୁ ପଠାଇ ପାରିବେ। ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ, କଷ୍ଟ, ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ରମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖାଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ଗ୍ୟାରେଣ୍ଟି ପଟିଯିବ।
ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣ ତାକୁ ଅତି ସହଜରେ ପଠାଇ ପାରିବେ। ସିଏ ପାଗେଳି ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କୁ ନ ଦେଖି ରହିପାରିବନି। ତେବେ ବିଧିଟି ଜାଣିବା ପୂର୍ବରୁ ମୋର ଗୋଟିଏ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଛନ୍ତି ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ଆପଣ ସର୍ବପ୍ରଥମେ ଦେଖିପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ ଲବଙ୍ଗ ଆଣିବେ, ଖଣ୍ଡେ ସାଧା କାଗଜ ଆଣିବେ, ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ ଆଉ କଳା ରଙ୍ଗର କଲମ ଆଣିବେ। ଏତିକି ଜିନିଷ ଆଣିସାରିବା ପରେ ଆପଣ କ'ଣ କରିବେ, ନିଜର ଶୋଇବା ଶେଯ ଉପରେ ବା ବିଛଣା ଉପରେ ବସି ପଡ଼ିବେ। ଧ୍ୟାନ ରଖିବେ ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ କାଗଜ ଆଣିଛନ୍ତି ସେଥିରେ କଳା କଲମର ସାହାଯ୍ୟରେ ପ୍ରଥମେ ଆପଣ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ଆଉ ତା ପାଖରେ ଆପଣ ନିଜର ନାମ ଲେଖିବେ। ନାମ ଲେଖି ସାରିବା ପରେ ଆପଣ ସେ କାଗଜରେ ଭଲ ଭାବରେ ସିନ୍ଦୁର ପକାଇଦେବେ। ତାପରେ ଆପଣ କ'ଣ କରିବେ, ଯେଉଁ ଲବଙ୍ଗ ଆଣିଛନ୍ତି ସେହି ଲବଙ୍ଗକୁ ଡାହାଣ ହାତରେ ମୁଠାଇକି ଧରିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ମହିଳାକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 11 ଥର ସେଇ ଝିଅ ବା ମହିଳାର ନାମ କହିବେ। ତାପରେ ମୁଠା ଖୋଲିବେ ଆଉ ସେଇ ଲବଙ୍ଗରେ 3 ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେଇ ଲବଙ୍ଗକୁ ସେ ଯେଉଁ କାଗଜରେ ନାଁ ଲେଖିଛନ୍ତି ସେଇ କାଗଜ ଉପରେ ରଖିବେ। ତାପରେ ସେଇ କାଗଜ ଆଉ ଲବଙ୍ଗକୁ ଭଲ ଭାବରେ ମଡ଼ିକି ନିଜର ତକିଆ ତଳେ ରଖିକି ଶୋଇପଡ଼ିବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ଏହି ବିଧିକୁ କରିବା ମାତ୍ରେ 5 ମିନିଟରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ମନେ ରଖନ୍ତୁ, ତା ପରଦିନ ଆପଣ ଯେତେବେଳେ ସକାଳେ ଉଠିବେ ସେଇ ଲବଙ୍ଗ ଆଉ କାଗଜକୁ ନେଇକି ଘର ବାହାରେ ଜାଳିଦେବେ। ଧନ୍ୟବାଦ।